ମୁଣ୍ଡ ଟେନସନ ହେଲାଣି। ଆଗକୁ ଛାଡ ଖାଇବା ହଉଛି, ଘରେ କହିଛନ୍ତି ମଟନ ଆଣିବ। କିଛି ବୁଝିପାରୁନି। ମଟନ ଖାଇଲେ ହବ, ମାଛ ପାଛ ଖାଇଲେ ହବନି? ନା ଜାନୁ, ମାସେ ହେଲା ଘରେ ଆଇଁଷ ପଶିନି। ମଟନ ନ ଖାଇଲେ ଭଲ ଲାଗିବନି। ମାଛ ଯଦି ନ ଖାଇବ, ମାଛ ବିକିକି ମଟନ ତ ଆଣିପାରିବ। ମାଛ କିଣିବାକୁ ପଇସା ନେଇ ବିକିବି କେମିତି? ମୋ ପାଖରେ ଗୋଟେ ଆଇଡିଆ ଅଛି। ମାଛ ନା ବାଳ ଅଛି? ଦେଢ ଘଣ୍ଟା ହେଲା ପାଣି ଭିତରେ ବୁଡିକି ଅଛି। କହିଲା ମାଛ ଧରିବ, ମାଛ ବିକିକି ମଟନ କିଣିବ। କି ବାଜେ କଥା! ମୁଁ କଣ ମୋ ପାଇଁ ଆସିଥିଲି? ମୁଁ ତମର ପାଇଁ ଆସିଥିଲି। ଏବେ କଣ କରିବା? ଦେଢ ଘଣ୍ଟା ହେଲା ପାଣି ଭିତରେ ବୁଡିକି ଦରାଣ୍ଡୁଛି, ପଡୁନି। କାହିଁକି? ଏବେ ପରା ତୁ ମତେ ନାଲି ଆଖି ଦେଖଉଥିଲୁ। ଶଳା ଗରିବ। କେହି ଦେଖିନାହାନ୍ତି, ଚାଲ ପଳେଇବା, ନହେଲେ ଲୋକ ଦେଖିଲେ ହସିବେ। ରୁହ ମୁଁ ଯିବି। ଲୋକ ହସା ହବା କଥା। ଇଲେ ବୋଇଲ, ହାତ ଟିକେ ଧରିକି ହେଲ୍ପ କଲ। ଗୋଡକୁ ମୋର ଗେଣ୍ଡା କାଟି ସାରିଲେ। ହଉ ଆସ। ତମର ତ ଖାଲି ଗେଣ୍ଡା କାଟିଛି, ମୋର ନା ଭିତର ସାର ପାଣି ଖାଇକି କୁଣ୍ଡେଇ ହେଲାଣି ପୁରା।